ପିଲାମାନେ ଏହା ହେଉଛି ସमेଟିଭ୍ ଆସେସମେଣ୍ଟ 1। ଠିକ୍ ଅଛି, ଏହା ହେଉଛି ସमेଟିଭ୍ ଆସେସମେଣ୍ଟ 1 ଅର୍ଥାତ୍ ତୁମର ଅର୍ଦ୍ଧବାର୍ଷିକୀ ପରୀକ୍ଷାର ସମସ୍ତ ପ୍ରକୃତ ପ୍ରଶ୍ନଗୁଡ଼ିକୁ ଆମ ପାଖରେ ହସ୍ତଗତ ହୋଇଛି, ଆମ ପାଖରେ ପହଞ୍ଚି ସାରିଛି। ଠିକ୍ ଅଛି, ଆମେ ଏବେ ସେଗୁଡ଼ିକୁ ତୁମକୁ ଦେଖିଅଛି। ପ୍ରଥମେ ଅଛି ପରୀକ୍ଷାର୍ଥୀଙ୍କ ନାମ, ଏଇଠି ତୁମ ନାଁ ଲେଖିବ। ଠିକ୍ ଅଛି, ତାପରେ ଅଛି ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର, ଏଇଠି ତୁମର ରୋଲ୍ ନମ୍ବର ଲେଖିବ। ତାପରେ ଅଛି ବିଦ୍ୟାଳୟର ନାମ, ଏଇଠି ତୁମ ବିଦ୍ୟାଳୟର ନାମ ଲେଖିବ। ଠିକ୍ ଅଛି, ତାପରେ ଅଛି ତାରିଖ, ଏଇଠି ସେଇ ପରୀକ୍ଷା ଦିନର ତାରିଖ ଲେଖିବ। ତାପରେ ଏହା ହେଉଛି ଅଷ୍ଟମ ଶ୍ରେଣୀ, ବିଷୟ ଭାଷା, ସମୟ 2 ଘଣ୍ଟା। ତାପରେ ଏଇଠି ଅଛି ପ୍ରାପ୍ତାଙ୍କ ଲିଖିତ ମୋଟ, ଏହା ହେଉଛି ତୁମ ଶିକ୍ଷକଙ୍କ କାମ, ତୁମେ ଏଇଠି କିଛି ଲେଖିବ ନାହିଁ। ଠିକ୍ ଅଛି, ତାପରେ ଏଇଠି ତୁମ ଶିକ୍ଷକ ଦସ୍ତଖତ କରିବେ। ଠିକ୍ ଅଛି, ତାପରେ ଏଇଠି ପୂର୍ଣ୍ଣାଙ୍କ ହେଉଛି 50 ମାର୍କ, ଏଇଠି ତୁମେ କେତେ 50ରୁ କେତେ ମାର୍କ ଆଣିବ ଏଇଠି ତୁମ ଶିକ୍ଷକ ଏଇ ଖାଲି ଘରେ ଲେଖିବେ। ଠିକ୍ ଅଛି, ତାପରେ ପରବର୍ତ୍ତୀ ଦେଖିବା କ'ଣ ସବୁ ପ୍ରଶ୍ନ ଅଛି। ପ୍ରଥମ ପ୍ରଶ୍ନ ଅଛି, ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ଶ୍ରୀକୃଷ୍ଣଙ୍କ ନାମ ଦାମୋଦର ହୋଇଛି, ଏହାର କାରଣ କ'ଣ? ପିଲାମାନେ ଏହି ପ୍ରଶ୍ନର ଉତ୍ତର ମାତ୍ର 2 ଧାଡ଼ିରେ ଦେବାକୁ ହେବ। ଠିକ୍ ଅଛି, ମାତ୍ର 2 ଧାଡ଼ି, ଏବଂ ଏହାର ଗୋଟିଏ ଧାଡ଼ି ହେଲେ ବି ଚଳିବ, କିନ୍ତୁ 2 ଧାଡ଼ି ଭିତରେ ଏହାର ଉତ୍ତର ହେବ। ଧ୍ୟାନ ଦେବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପାଦ ପଙ୍କଜକୁ ଧ୍ୟାନ କରିବାକୁ କିଏ କହିଛନ୍ତି? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଠିକ୍ ଅଛି, ବେଶୀ କଡ଼ା ନୁହେଁ, କଠିନ ନୁହେଁ, ଅତି ସହଜ ପ୍ରଶ୍ନ ଗୁଡ଼ିକ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। କାହା କିରଣର ସ୍ପର୍ଶରେ ପଦ୍ମଫୁଲ ଫୁଟିଥାଏ? ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ମାତ୍ର ଗୋଟିଏ ଧାଡ଼ି କିମ୍ବା 2 ଧାଡ଼ିରେ ଏହାର ଉତ୍ତର ମିଳିଯିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି, ଜାତିର ଉନ୍ନତି ସାଧନ ପାଇଁ କବି କ'ଣ କହିଛନ୍ତି? ଜାତିର ଉନ୍ନତି ସାଧନ ପାଇଁ କବି କ'ଣ କହିଛନ୍ତି? ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଉଦ୍ବୋଧନ କବିତାରେ ମହୁମାଛି ବିଷୟରେ କବି କ'ଣ କହିଛନ୍ତି? ଉଦ୍ବୋଧନ କବିତାରେ ମହୁମାଛି ବିଷୟରେ କବି କ'ଣ କହିଛନ୍ତି? ଠିକ୍ ଅଛି, ଅତି ସୁନ୍ଦର ପ୍ରଶ୍ନ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଶୋଇ ରହିଥିବା ସିଂହ କି ପ୍ରକାର ଅସୁବିଧା ଭୋଗ କରେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ସମ୍ପୂର୍ଣ୍ଣ ସରଳ ପ୍ରଶ୍ନ, କିଛି କଠିନ ନୁହେଁ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। କେଉଁ ସ୍ଥାନକୁ ଗଲେ ଅତିଥିଙ୍କୁ ନିରାଶ ହେବାକୁ ପଡ଼େ ନାହିଁ? ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଧନ୍ୟ ଜୀବନ ଏହାଙ୍କର, ଧନ୍ୟ ଜୀବନ ଏହାଙ୍କର ଏଠାରେ କେଉଁମାନଙ୍କ ଜୀବନ ବିଷୟରେ କୁହାଯାଇଛି? ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି, ଛୋଟବେଳେ ଅବାଧ୍ୟ କୃଷ୍ଣଙ୍କୁ ମା ଯଶୋଦା ଦଉଡ଼ି ଦ୍ୱାରା କେଉଁ ବୃକ୍ଷରେ ବାନ୍ଧିଥିଲେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, କିଛି କଠିନ ନୁହେଁ, ସବୁ ତୁମେ ଜାଣିପାରିବ ହେଲା। ଏବଂ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମାତ୍ର 2 ଧାଡ଼ି ଭିତରେ ହିଁ ଲେଖିବ, ଗୋଟିଏ ଧାଡ଼ି ହେଲେ ବି ଚଳିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି, କାହାକୁ ସୁବର୍ଣ୍ଣଗଡ଼ କୁହାଯାଇଛି? କାହାକୁ ସୁବର୍ଣ୍ଣଗଡ଼ କୁହାଯାଇଛି? ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ଆଗକୁ କ'ଣ ଅଛି ଦେଖିବା। ସରଳ ଭାଷାରେ ବୁଝାଇ ଲେଖ। ପିଲାମାନେ ଏଇଠି ଯେଉଁ ପଦ ଅଛି ତାହାକୁ କେବଳ ବୁଝାଇ ଦେଲେ ଆମେ ମାର୍କ ମିଳିବ। ଠିକ୍ ଅଛି, ସରଳ ଭାଷାରେ ବୁଝାଇ ଲେଖ। ଏଠାରେ ପଦଟି ଅଛି, ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। ଅତି ସୁନ୍ଦର। ଠିକ୍ ଅଛି, ତାପରେ କିମ୍ବା ଅଛି କ'ଣ ଅଛି? ଜୀବିକା ହୁଅନ୍ତି ପ୍ରାଣୀଙ୍କର, ଅର୍ଥାତ୍ ଏଇ ଅର୍ଥକୁ ବୁଝାଇବ, ନଚେତ୍ ଏଇ ଅର୍ଥକୁ ବୁଝାଇବ, ଦୁଇଟି ମଧ୍ୟରୁ ଗୋଟିଏ ବୁଝାଇବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି, ସରଳ ଭାଷାରେ ବୁଝାଇ ଲେଖ। ଏହା ମଧ୍ୟ ସେଇ ସରଳ ଭାଷାରେ ବୁଝାଇ ଲେଖିବ। ଠିକ୍ ଅଛି, ଏଇଠି ମଧ୍ୟ 2ଟି ଅଛି, 2ଟି ମଧ୍ୟରୁ ଗୋଟିଏ ଅର୍ଥ ତୁମେ ବୁଝାଇ ଲେଖିବ। ପ୍ରଥମରେ ଅଛି, ବଡ଼ ସ୍ନେହ ଭରା ଅଥଚ କରୁଣ ସେ ଚାହାଣି, ଏବଂ ଅନ୍ୟଟି ଅଛି ଏଇଠି କିମ୍ବା ଅଛି, ମୁଁ ମୋର ଜନ୍ମ ପାଇଁ ପିତାମାତାଙ୍କ ସମୀପରେ ଋଣୀ, କିନ୍ତୁ ମୋର ଜୀବନ ପାଇଁ ଗୁରୁଙ୍କ ସମୀପରେ ଋଣୀ। ଅତି ସୁନ୍ଦର, ତୁମେ ସହଜରେ ବୁଝାଇ ମଧ୍ୟ ପାରିବ ପିଲାମାନେ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପ୍ରାୟ 50ଟି ଶବ୍ଦ ମଧ୍ୟରେ ଯେକୌଣସି ଗୋଟିଏ ବିଷୟରେ ରଚନା ଲେଖ। 50ଟି ଶବ୍ଦ ଅର୍ଥାତ୍ 5ରୁ 7 ଧାଡ଼ି ମଧ୍ୟରେ ତୁମେ ଲେଖିବ ପିଲାମାନେ। ଠିକ୍ ଅଛି, ତୁମର ପ୍ରିୟ ଖେଳ କିମ୍ବା ପରିବେଶ ସୁରକ୍ଷା, এই 2ଟି ମଧ୍ୟରୁ ତୁମେ ଗୋଟିଏ ବିଷୟରେ ଲେଖିବ। ଠିକ୍ ଅଛି, ତୁମ ନିଜ ଭାଷାରେ ଲେଖିବ, ନିଶ୍ଚୟ ମାର୍କ ମିଳିବ। ଠିକ୍ ଅଛି,
परवर्ती प्रश्न अच्छी तुम्हें देखि एक ऐतिहासिक स्थान संबंध में वर्णना करी सांग निकट को पत्र लेख। अति सुंदर किंबा अच्छी ये किंबा अच्छी अर्थात आउ गोटे देइछि दुईटी मध्य गोटे दरखास्त तुम्हें लिखिब। ठीक अच्छे अन्यटी कौन तुम विद्यालय कंप्यूटर शिक्षार व्यवस्था करने प्रधान शिक्षक निकट को दरखास्त लिखिब। अति सुंदर दुईटी दरखास्त मध्य गोटे लिखिब संपूर्ण मार्क मिल। ठीक अच्छे परवर्ती प्रश्न देखा 6 नंबर पाद पूरण कर धन्य जीवन यहांकर। अति सुंदर पिला माने यार परवर्ती पाद कौन हम तुम्हें जानीपारुव निजे लिख। ठीक अच्छे परवर्ती प्रश्न अच्छी बंधनी मध्य ठीक शब्द बाछि उत्तर लेख। एठारे बंधनी मध्य अनेक गुड़े 4-5टी शब्द अच्छी केउटी सठिक उत्तर से उत्तरटी ये लिख। ठीक अच्छे प्रश्न अच्छी लेखक के बापा कटस्थान को बांधि देइथिले। एठी अच्छी कना गामुछा लुगा दौड़ी एठारे सठिक उत्तरटे तुम्हें लिख। ठीक अच्छे परवर्ती प्रश्न अच्छी गुरु शिष्य प्रबंधर लेखक किए। गुरु शिष्य प्रबंधर लेखक किए अति सुंदर एठारे ऑप्शन अच्छी शत्रुघ्ननाथ उदयनाथ षडंगी वैष्णव पाणी सठिक उत्तरटी तुम्हें एठारे लिख। परवर्ती प्रश्न अच्छी गोटे पिंपुड़ीटे जाऊँगी वाक्यटी को शुद्ध कर लिख पिला माने। ठीक अच्छे एठारे वाक्यटी को शुद्ध कर लिख। परवर्ती प्रश्न अच्छी प्रतिशब्द लेख। सिंह शब्द देछि सिंह अर्थात सिंह को आउ क्यों शब्द रे जना जाए। ठीक अच्छे परवर्ती प्रश्न अच्छी सुनाम सुनाम परी आरंभ रे सु थाई आउ गोटे शब्द लिख। ठीक अच्छे तापरे परवर्ती प्रश्न अच्छी ठीक बनान थिबा शब्दटी चारिपटे गोल बुलाओ। ठीक बनान थिबा शब्दटी चारिपटे गोल बुलाओ जो क्योंटी ठीक बनान थिबा शब्दटी एठी से शब्द को गोल बुलाइब। ठीक अच्छे परवर्ती प्रश्न अच्छी खाद्यपेय भली आउ गोटे जोड़ा शब्द लिख। खाद्यपेय भली आउ गोटे जोड़ा शब्द लिख। ठीक अच्छे परवर्ती प्रश्न अच्छी अलगा शब्दटी को बाछ। यही शब्द मध्य क्योंटी अलगा तुम्हें टिके ध्यान देव ये। ठीक अच्छे धन्यवाद पिला माने आउ तुम्हें निश्चय कमेंट कर जणाइब पिला माने तुम्हें निजे करने को चेष्टा कर जो प्रश्नटी तुमको तुम्हें पाई पारिब नहीं अथवा तुमको कठिन लगे यथाशीघ्र तुम्हें कमेंट कर एवं आमे यथा संभव ताहार सठिक उत्तर आमे कमेंट रे किंबा अन्य एक वीडियो माध्यम रे आमे जणाइबू। ध्यान देव तुमको कठिन लगुवा प्रश्नटी निश्चय कमेंट करिवो एवं आमे ताहार उत्तर यथा संभव देबू। ठीक अच्छे ध्यान देव एवं आशा करछु तुम्हें यही आमर वीडियोटी देखि निश्चय सफलता पाइब एवं निजर कार्य रे आगे जीव। धन्यवाद।